ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ହୁମା ଫୁଟବଲ ପଡ଼ିଆଠାରେ ବାବା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀପ ସ୍ମାରକୀ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ 8ଟି ଦଳ ଅଂଶଗ୍ରହଣ କରିଥିଲେ। ଏହାର ଫାଇନାଲ ମ୍ୟାଚଟି ଗେଙ୍ଗୁଟିପାଲି ଓ ହପ୍ରିଆବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଫାଇନାଲରେ 1-0 ଗୋଲରେ ହପ୍ରିଆବାହାଲ ବିଜୟ ହୋଇଥିଲା। ଏହାର ପୁରସ୍କାର ତଥା ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜୁ ଯୁବଜନତା ଦଳର ରାଜ୍ୟ ସମ୍ପାଦକ ମନୋଜ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ, ହୁମା ସରପଞ୍ଚ ଏଲାବତୀ ପୂଜାରୀ, ନାୟବ ସରପଞ୍ଚ ସତ୍ୟ ମେହେର, ସତ୍ୟନାରାୟଣ ପୂଜାରୀ, ପରଶୁରାମ ଭରାସାଗର ଉପସ୍ଥିତ ରହି ବିଜେତା, ଉପବିଜେତା ଓ ଚମ୍ପିଆନ, ବେଷ୍ଟ ଗୋଲକିପର ଓ ଅନ୍ୟ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।